ଦଶମ ସପ୍ତାହର ଏହି ଦ୍ୱିତୀୟ ଭାଗକୁ ସ୍ୱାଗତ। ଅପ୍ଟିକ୍ସ ବିଷୟରେ ବିସ୍ତୃତ ଭାବରେ ଅଧ୍ୟୟନ କରିବ ନାହିଁ, କାରଣ ଅପ୍ଟିକ୍ସ ନିଜେ ଏକ ବିସ୍ତୃତ ବିଷୟ। ତେଣୁ ଏହା ପରିବର୍ତ୍ତେ ଆମେ ଯାହା କରିବାକୁ ଯାଉଛୁ ତାହା କେବଳ ନିଜକୁ ଅଳ୍ପ ଲୋକଙ୍କ ମଧ୍ୟରେ ସୀମିତ ରଖିବା। ସରଳ ଜିନିଷ ଯାହା ଆମକୁ ଦରକାର, ତେଣୁ ଯାହା ଆମେ କିପରି ବୁଝିପାରିବା। ଅପ୍ଟିକାଲ ସିଷ୍ଟମରେ ଅଦ୍ଭୁତ କାର୍ଯ୍ୟ ଭାବରେ ଏବଂ ଦୋହରିବା ଆରମ୍ଭ କରିବା ପାଇଁ ମୋତେ ଫେର୍ମାଟ ପ୍ରିନ୍ସିପୁଲ ବିଷୟରେ ମନେ ପକାଇବାକୁ ଦିଅ। ତେଣୁ ନୀତି କେବଳ ତାହା ଦର୍ଶାଏ। ଆଲୋକ ଦ୍ୱାରା ନିଆଯାଇଥିବା ପ୍ରକୃତ ପଥ ହେଉଛି ଯାହା ପାଇଁ ଅପ୍ଟିକାଲ ପଥ ଏକ ଏକ୍ସଟ୍ରିମମ୍ ଅଟେ। ମାନକ ସରଳ କ୍ଷେତ୍ରରେ ଏକ ହୋମୋଜିନିୟସ୍ ମିଡିୟମ୍ ଏବଂ ଆଲୋକ ଏ ବିନ୍ଦୁରୁ ବି ବିନ୍ଦୁ ପର୍ଯ୍ୟନ୍ତ ଯାତ୍ରା କରେ, ଏହା କହିବା ସହିତ ସମାନ ଅଟେ। ଏକ ଅର୍ଥରେ ଆଲୋକ ସେହି ଦୁଇଟି ବିନ୍ଦୁ ମଧ୍ୟରେ ସବୁଠାରୁ ଛୋଟ ପଥ ନେଇଥାଏ। ଏହି ପରିପ୍ରେକ୍ଷୀରେ ଏହା ମାସ୍ ପ୍ରିନ୍ସିପଲ୍ ପାଇଁ ଏକ ଷ୍ଟ୍ରେଟ୍ ଲାଇନ୍ ହେବ ଯେକୌଣସି ଦୁଇଟି ବିନ୍ଦୁ ମଧ୍ୟରେ ପ୍ରକୃତ ପଥ ଭାବରେ ବର୍ଣ୍ଣନା କରାଯାଇପାରେ। ସେହି ପଥ ପାଇଁ ଅପ୍ଟିକାଲ ପଥ ସ୍ଥିର ଅଟେ। ଆଜି ଆମେ ମୁଖ୍ୟତଃ ଏକ ଥିନ୍ ଲେନ୍ସ କ୍ଷେତ୍ରରେ ଟିକିଏ ଅଧିକ ଜଟିଳ ସିଷ୍ଟମରେ ନୀତି ପ୍ରୟୋଗ କରିବୁ। ମୁଁ ପ୍ଲାନୋ କନଭକ୍ସ ଲେନ୍ସ ମାମଲା ସହିତ ଆରମ୍ଭ କରିବାକୁ ଯାଉଛି। ତେଣୁ ଗୋଟିଏ ପାର୍ଶ୍ୱରେ ଲେନ୍ସ ପ୍ଲେନ ଏବଂ ଅନ୍ୟ ପାର୍ଶ୍ୱରେ ଏକ କନଭକ୍ସ ପର୍ଯ୍ୟାୟ ଅଛି। ତେଣୁ ଏହି ଦୂରତା ଏଠାରେ ରେଖାଗୁଡ଼ିକ ପାଇଁ ମୋ ପାଇଁ ମୋଟାକୁ ବ୍ୟାଖ୍ୟା କରିବ, ଯାହାକି ତୁମର ଆବଶ୍ୟକ କରୁଥିବା ଏକ ବୃତ୍ତ ଯାହା ଏହି କନଭେକ୍ସ ଆରକେ ଏକ ଅଂଶ ଅଟେ ଏବଂ ସେହି ବୃତ୍ତର ରେଡିୟସ୍ ଯାହା କ୍ୟାପିଟାଲ ଆର ଦ୍ୱାରା ସୂଚିତ ହୋଇଛି। ଯେତେବେଳେ ଡି ଏହି ଲେନ୍ସର କର୍ଭେଚର ରେଡିୟସ୍ ଯାହା ଲେନ୍ସର ଘନତା କର୍ଭେଚର ରେଡିୟସ୍ ଠାରୁ ବହୁତ ଛୋଟ, ତାପରେ ଆପଣ ଏହାକୁ ଏକ ଥିନ୍ ଲେନ୍ସ ବୋଲି କୁହନ୍ତି। ମୁଁ ଅନୁମାନ କରିବାକୁ ଯାଉଛି ଯେ ବାମ ପାର୍ଶ୍ୱରୁ ଏକ ସମତଳ ତେଭାସେ, ଯାହାକି ଅଧିକାଂଶ ସମସ୍ୟାରେ ଏହାକୁ ଅନୁମାନ କରିବା ଆମର ସମ୍ମିଳନୀ ହେବ। ବାମ ପାର୍ଶ୍ୱରୁ ଏକ ଘଟଣା ସମତଳ ପେବ୍ ଆସୁଛି ଏବଂ ମୁଁ ମଧ୍ୟ ଅନୁମାନ କରିବାକୁ ଯାଉଛି ଯେ ଏହି ପ୍ଲାନୋ କନଭକ୍ସ ଲେନ୍ସର ମାଧ୍ୟମ ଏକ ରିଫ୍ରାକ୍ଟିଭ୍ ଇଣ୍ଡେକ୍ସ ମ୍ୟୁ ଅଛି ଏବଂ ସାଧାରଣତଃ ଆପଣ ଅନୁମାନ କରିପାରିବେ ଯେ ଏହି ଦୈର୍ଘ୍ୟର ବାହାରେ ଥିବା ମାଧ୍ୟମର ରିଫ୍ରାକ୍ଟିଭ୍ ଇଣ୍ଡେକ୍ସ ସହିତ ସମାନ। ଏବେ ଫୋକସ୍ ଦେବା ଏକ କିରଣ ଯାହା ଅପ୍ଟିକାଲ ଆକ୍ସିସ୍ ଠାରୁ ଆର ଦୂରରେ ରହିବ। ତେଣୁ ଏହି କ୍ଷେତ୍ରରେ ଅପ୍ଟିକାଲ ଆକ୍ସିସ୍କୁ ଏହି ଲାଲ ରେଖା ଦ୍ୱାରା ସୂଚିତ କରାଯାଇଛି। I ଅକ୍ଷରର ଅରିଜିନ୍ ଏହି ଲାଲ ରେଖା ସହିତ ମେଳ ଖାଉଛି। ତେଣୁ ଏହି ଛୋଟ ଆର ମୋ ପାଇଁ ଅପ୍ଟିକାଲ ଆକ୍ସିସ୍ରୁ କିଛି ଆର୍ବିଟ୍ରାରୀ ଡିଷ୍ଟାନ୍ସ ବ୍ୟାଖ୍ୟା କରିବ। ଏହି ଆସୁଥିବା ଘଟଣା ପ୍ଲେନ୍ ଏଭେହା ଦେଇଗଲା ପରେ କ'ଣ ହୁଏ? ପ୍ଲାନୋ କନଭକ୍ସ ଲେନ୍ସ। ତେଣୁ ଯଦି ଆପଣ ଏହି ଲାଲ ରେଖା ସହିତ ଅପ୍ଟିକ୍ ଆକ୍ସିସ୍‌ରେ ଅଛନ୍ତି, ତେବେ ଏହି ଲାଲ ରେଖା ସହିତ ଆସୁଥିବା ରଶ୍ମି ଲେନ୍ସ ଭିତରେ ଯାତ୍ରା କରିବ। ଯେମିତି ତମେ ଦେଖିପାରୁଛ, ଅନ୍ୟପଟେ ଏହି ଲାଲ ରେଖା ଠାରୁ ଆର ଦୂରତାରେ ଲେନ୍ସକୁ ଆଘାତ କରୁଥିବା କିରଣ କେବଳ ଲେନ୍ସ ଭିତରେ ଦୂରତାର କିଛି ଅଂଶ ଭ୍ରମଣ କରିବ। ଏହି ଗୋଟିଏ ଅଂଶ ଅଛି ଯାହା ଲେନ୍ସ ଭିତରେ ଅତିକ୍ରମ କରିବ ଏବଂ ଅନ୍ୟ ଏକ ଅଂଶ ଅଛି ଯାହା ଲେନ୍ସ ବାହାରେ ଭ୍ରମଣ କରିବ। ତେଣୁ ଆସନ୍ତୁ ଏହି ସମୟକୁ ଡି ଡାକିବା। ଲେନ୍ସ ଭିତରେ ଏହି ଦୂରତା ଡି ଭ୍ରମଣ କରିବା ପାଇଁ ଏଭ୍ରଣ୍ଟ ପାଇଁ ନିଆଯାଇଥିବା ସମୟ ଅପ୍ଟିକ୍ ଆକ୍ସିସ୍‌ରେ କିମ୍ବା କେନ୍ଦ୍ରୀୟ ଆକ୍ସିସ୍‌ରେ ଏବଂ ସେହି ମ୍ୟୁ ଟାଇମ୍ସ ଡି ସି ଦ୍ୱାରା ବିଭକ୍ତ ହେବ। ସି ହେଉଛି ଆଲୋକର ବେଗ ନିଶ୍ଚିତ ଭାବରେ ଲେନ୍ସର ଘନତା ଏବଂ ମୁ ହେଉଛି ଲେନ୍ସର ମାଧ୍ୟମର ରିଫ୍ରାକ୍ଟିଭ୍ ଇଣ୍ଡେକ୍ସ। ବର୍ତ୍ତମାନ ଏଫ୍ରଣ୍ଟ ସହିତ କ'ଣ ଘଟେ ଯାହା ହିଟ୍ କରେ ଏହି ଅକ୍ଷଠାରୁ ଆର ଦୂରତାରେ ଲେନ୍ସ ସବୁ। ତେଣୁ ଆମେ ଜାଣିବାକୁ ଚାହୁଁଛୁ ଏଭ୍ରଣ୍ଟରେ କେତେ ଦୂରତା ଅଛି। ସମାନ ସମୟରେ ଭ୍ରମଣଟି ଆପଣ ଏହି ଚିତ୍ରକୁ ଦେଖିପାରିବେ, ଏହାର ସମାନ ଚିତ୍ର ଯାହା ମୋର ଏଠାରେ ଅଛି, କିନ୍ତୁ ମୁଁ ଫୋକସ୍ ଦେବାକୁ ଚେଷ୍ଟା କରିଛି ଏହି ପର୍ଟିକୁଲାରରେ ଯାହା ଅପ୍ଟିକ୍ ଆକ୍ସିସ୍ ଠାରୁ ଆର ଦୂରତାରେ ଲେନ୍ସ ଧକ୍କା ଦିଏ। ବର୍ତ୍ତମାନ ଏହି ଚିତ୍ରର ଜିଓମେଟ୍ରିରୁ ଆପଣ ନିମ୍ନ ସମୀକରଣ ଲେଖିବା ପାଇଁ ପିଥାଗୋରସ୍ ଥିଓରମ୍ ବ୍ୟବହାର କରିପାରିବେ।
ଆର ମାଇନସ୍ ଏକ୍ସ ହୋଲ୍ ସ୍କୋୟାର ପ୍ଲସ ଏବଂ ଛୋଟ ଆର ସ୍କୋୟାର ସହିତ ସମାନ ତେଣୁ ଏହା ହେଉଛି ଏକ୍ସ ପାଇଁ ସମାଧାନ। ଏହା ଏକ ମୂଲ୍ୟ ହୋଇପାରିବ ନାହିଁ ଯାହା ଆରଠାରୁ ବଡ଼ ଅଟେ। ଯଦି ମୁଁ ସମାଧାନରେ ପ୍ଲସ୍ ସାଇନ୍ ରଖେ ତେବେ ଏହା ମୋତେ କହିବ ଯେ ଏକ୍ସର ମୂଲ୍ୟ ଅଛି ଯାହା ଆରଠାରୁ ବଡ଼ ଅଟେ। ତେଣୁ ଆର ସ୍କୋୟାର ମାଇନସ୍ ଆର ସ୍କୋୟାର ଏକ୍ସରୁ ବି ଆର ମାଇନସ୍ ସ୍କୋୟାର ରୁଟ୍କୁ ନେବ। ବର୍ତ୍ତମାନ ଆମେ ବାଇନୋମିଆଲ ଆପ୍ରୋକ୍ସିମେସନ କରିବା। ତେଣୁ ବାଇନୋମିଆଲ ଆପ୍ରୋକ୍ସିମେସନ ନିମ୍ନ ଟାଇପ୍ର ଅଟେ। ତେଣୁ ଯଦି ମୋର ଏହି ପ୍ରକାରର ଏକ ଫଙ୍କସନ୍ ଅଛି ପାୱାର ହାଫ୍ ୱାନ୍ ପ୍ଲସ୍ କିମ୍ବା ସାଧାରଣତଃ ମୁଁ ପାୱାର ହାଫ୍ ୱାନ୍ ପ୍ଲସ୍ କିମ୍ବା ମାଇନସ୍ ଏକ୍ସକୁ ବିଚାର କରିପାରିବି। ଏହା ପ୍ରାୟ ପାନ୍ ପ୍ଲସ୍ କିମ୍ବା ଏକ୍ସରେ ମାଇନସ୍ ଅଧା ସହିତ ସମାନ ହେବ। ଏହା ବାସ୍ତବରେ ଏକ ଇନଫିନାଇଟ୍ ସିରିଜ୍ ଯାହାକୁ ଆମେ ସମାପ୍ତ କରୁଛୁ ଏହି ସମୟରେ ଏବଂ ଏହି ଆପ୍ରୋକ୍ସିମେସନ କେବଳ କାର୍ଯ୍ୟ କରିବ ଯଦି ଏକ୍ସ ୱାନ୍ଠାରୁ ବହୁତ ଛୋଟ ଅଟେ। ଏହି ଫଳାଫଳ ଯାହା ଆମେ ଚାହୁଁ। ତେଣୁ ଅକ୍ଷଠାରୁ ଆର ଦୂରତାରେ ଫ୍ରଣ୍ଟ ଦୂରତା ଅତିକ୍ରମ କରେ ଲେନ୍ସ ଭିତରେ ଯାହା ବହୁତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଏହା ହେଉଛି ଫ୍ରଣ୍ଟ ଯାତ୍ରା କରୁଥିବା ଦୂରତା କିନ୍ତୁ ଲେନ୍ସ ଭିତରେ ଡି ମାଇନସ୍ର ସ୍କୋୟାର ଦ୍ୱାରା 2 ଆର ଦିଆଯାଏ। ଏହା ବ୍ୟତୀତ ଏହା ଲେନ୍ସ ବାହାରେ ଏକ ନିର୍ଦ୍ଦିଷ୍ଟ ଦୂରତା ମଧ୍ୟ ଭ୍ରମଣ କରେ। ଯଦି ଆମେ ଏହି ଦୂରତାକୁ ସୂଚିତ କରୁ ଏହା କି? ତେଣୁ ଲେନ୍ସ ବାହାରେ ଫ୍ରଣ୍ଟ ଦ୍ୱାରା ଦୂରତା ଆର ବର୍ଗ ଦ୍ୱାରା 2 ଆର ପ୍ଲସ୍ ଜେଡ ଦ୍ୱାରା ଦିଆଯିବ ତାହା କି? ତେଣୁ ଏଠାରେ ମୁଁ ମୁଖ୍ୟତଃ ବାମ ପାର୍ଶ୍ୱରେ ଥିବା ସମୟକୁ ସମାନ କରିଛି ଅପ୍ଟିକ୍ ଆକ୍ସିସ୍ ଡି ଦୂରତା ଅତିକ୍ରମ କରିବାକୁ ନିଆଯାଇଥିବା ସମୟ ଏବଂ ରାଇଟ୍ ହ୍ୟାଣ୍ଡ ସାଇଡ୍ ଏଠାରେ ମୋତେ କିଛି ସମୟ ସମାନ ସମୟରେ କିଛି ଦୂରତା ଏହା ମୋତେ ଦେବାକୁ ଯାଉଛି। ତେଣୁ ଯଦି ତୁମେ ମନେ ରଖିବ ଜେଡ କେବଳ କିଛି ଆର୍ବିଟାରୀ ପଏଣ୍ଟ ଅଫ୍ ଯାଏ ଆମର ରଶ୍ମି ସମୟଟି ମଧ୍ୟରେ ଯାତ୍ରା କରିଛି ଜେଡର ମୂଲ୍ୟ ଆର ଉପରେ ନିର୍ଭର କରେ ଆପଣ ଅପ୍ଟିକ୍ ଆକ୍ସିସ୍ ଠାରୁ କେତେ ଦୂରରେ ତାହା ଉପରେ ନିର୍ଭର କରେ ଏବଂ ଏହା ଆର ଉପରେ ଚତୁର୍ଭୁଜ ଭାବରେ ନିର୍ଭର କରେ। ବର୍ତ୍ତମାନ ମୁଁ ଏହାକୁ ଫେରି ଏଠାରେ ଏକ ଚିତ୍ର ଆଙ୍କିପାରେ ମୋତେ ନୀଳ ରଙ୍ଗରେ ଦେଖାଇବାକୁ ଦିଅ। ତେଣୁ ଏହା ଏହିପରି ଦେଖାଯିବାକୁ ଯାଉଛି। ଏହା ଆମକୁ କ'ଣ କହିଥାଏ? ଏହା ଆମକୁ କହିଥାଏ ଯେ ସମସ୍ତ ପଏଣ୍ଟ ଯାହା ତରଙ୍ଗ ସାମ୍ନାକୁ ଆଣିଥାଏ ସେମାନେ ଏହି ରେଖା ଠାରୁ ଏକ ଦୂରତା ଜେଡରେ ଅଛନ୍ତି ଯାହା ମୋର ଏଠାରେ ଅଛି ଏବଂ ଏହି ସମସ୍ତ ବିନ୍ଦୁଗୁଡ଼ିକର ଲୋକ ସେହି ଆର ସ୍କୋୟାର ଡିପେଣ୍ଡେନ୍ସ ଅଛି। ତେଣୁ ଆପଣ କହିପାରିବେ ଯେ ତିନୋଟି ଆକାରରେ ଜେଡର ଲୋକସ୍ ଅଛି। ଭୟ ପାଇଁ ଆମ ପାଇଁ ବ୍ୟାଖ୍ୟା କରିବାକୁ ଯାଉଛି ଯାହାର ରେଡିୟସ ମ୍ୟୁ ମାଇନସ୍ 1 ଦ୍ୱାରା ହେବ। ଏହାର ଅର୍ଥ ହେଉଛି ସେହି କ୍ଷେତ୍ରର କେନ୍ଦ୍ରରେ ଏକ କନଭର୍ଜେନ୍ସ ଏକ ବିନ୍ଦୁ ସ୍ଫିୟର ହେବାକୁ ଯାଉଛି। ତେଣୁ ଅନ୍ୟ ଶବ୍ଦରେ ଯଦି ମୋର ଏକ ବସ୍ତୁ ଥାଏ ଯାହା ଅସୀମତାରେ ରଖାଯାଇଥାଏ ଏବଂ ସେଠାରେ ଏକ ଆସୁଥିବା ସାମ୍ନା ଅଛି ଯାହାକୁ ଆମେ ଏକ ସମତଳ ବୋଲି ଅନୁମାନ କରୁ ପ୍ଲାନୋ କନଭକ୍ସ ଲେନ୍ସକୁ ଧକ୍କା ଦେଉଛୁ ଏହି ବିଶ୍ଳେଷଣ ଆମକୁ କହିଥାଏ ଯେ ସମସ୍ତ କିରଣ ଏହି ସମୟରେ ଏକତ୍ର ହୁଅ ଯାହାର ରେଡିୟସ୍ ଆର ଦ୍ୱାରା ମୁଁ ମାଇନସ୍ 1 ଦ୍ୱାରା ବିଭକ୍ତ। ତେଣୁ ଏହି କ୍ଷେତ୍ରରେ ଶକ୍ତି କେବଳ ମ୍ୟୁ ମାଇନସ୍ 1ର ହେବ ଯାହା ଫୋକାଲ ଲେନ୍ଥ ଦ୍ୱାରା ଗୋଟିଏ ସହିତ ସମାନ। ତେଣୁ ଏହା ଆମକୁ ଏକ ଲେନ୍ସର ଶକ୍ତିର ଏକ ଆକଳନ ଦେଇଥାଏ ଯାହା ଏହାର ସାମର୍ଥ୍ୟ ଆଲୋକର ଆସୁଥିବା ବିମ୍କୁ ବଙ୍କା କର। ବର୍ତ୍ତମାନ ଆମେ ଏକ ସମାନ ସମସ୍ୟା କରିବୁ କିନ୍ତୁ ଫର୍ମାଟସ୍ ନୀତି ବ୍ୟବହାର କରି ସାମାନ୍ୟ ଭିନ୍ନ ଭାବରେ ସ୍ପଷ୍ଟ ଭାବରେ। ତେଣୁ ଆମ ପାଖରେ ଯାହା ଅଛି ତାହା ଆମକୁ କହୁଛି ସର୍ଫେସ୍ ରିଫ୍ରାକ୍ଟିଭ୍ ସର୍ଫେସ୍। ତେଣୁ ସର୍ଫେସ୍ ନିଜେ ଏହି ଏସ୍.ପି.ଏମ୍. ଦ୍ୱାରା ଦିଆଯାଏ ଏବଂ ଆମର ଏକ ଅବଜେକ୍ଟ ଅଛି ଏଠାରେ ଓ ସ୍ଥିତିରେ କହିବା ଏବଂ କ୍ୟୁ ହେଉଛି ଯେକୌଣସି ବିନ୍ଦୁ ଯେପରି ଓ ପି କ୍ୟୁ ଏକ ଷ୍ଟ୍ରେଟ୍ ଲାଇନ୍ ଗଠନ କରେ।
ଅବଶ୍ୟ ଦିଆଯାଇଥିବା ଯେଉଁ ହେଉଛି କିଛି ବସ୍ତୁ କିମ୍ବା କିଛି ସ୍ଥିତି ଯେଉଁଠାରେ ଏହି ବକ୍ର ପୃଷ୍ଠର ଅନ୍ୟ ପାର୍ଶ୍ୱରେ ରିଫ୍ରାକ୍ସନ୍ ପରେ ଏହି ବି ଇମେଜ୍ ହେବ। କ୍ୟାପିଟାଲର ହେଉଛି ଏହି କର୍ଭେ ପୃଷ୍ଠର କର୍ଭେଚର ରେଡିୟସ୍। ବର୍ତ୍ତମାନ ଚାଲନ୍ତୁ ଟ୍ରାଙ୍ଗଲ କୋସାଇନ୍ ନିୟମ ବ୍ୟବହାର କରି ଏହି ଟ୍ରାଙ୍ଗଲ ସୋକ୍ କୁ ଦେଖିବା। ମୁଁ ଓ ଏସ ପାଇଁ ନିମ୍ନଲିଖିତ ସମୀକରଣ ଲେଖିପାରେ। ତୁମେ ଟ୍ରାଙ୍ଗଲ କୋସାଇନ୍ ବ୍ୟବହାର କରିପାରିବ ଏବଂ ଏହି ସମୀକରଣ ଲେଖିପାରିବ। ଏହି ଏକ୍ସପ୍ରେସନ୍ ସହିତ ମୁଁ କିଛି କରିବା ପୂର୍ବରୁ ମୁଁ ସୂଚିତ କରିବା ଉଚିତ ଯେ ଏହା କାମ କରିବ ରେଜିମ୍ ଯେଉଁଠାରେ ଥିଟା ଛୋଟ ଅଟେ। ତେଣୁ ଏହା ହେଉଛି ଏକ ଆନୁମାନିକତା ଯେଉଁଥିରେ କାର୍ଯ୍ୟ କରିବ ଏବଂ ଏହି ପ୍ରକାରର ଆନୁମାନିକତା ଯେଉଁଠାରେ ହେବ ରଶ୍ମିଗୁଡ଼ିକ ଅପ୍ଟିକ୍ ଆକ୍ସିସ୍ର ନିକଟବର୍ତ୍ତୀ ଅପ୍ଟିକ୍ସରେ ପାରାକ୍ସିଆଲ ଆପ୍ରୋକ୍ସିମେସନ କୁହାଯାଏ। ତେଣୁ ମୁଁ ବର୍ତ୍ତମାନ ନିମ୍ନଲିଖିତ ଭାବରେ ଓ ଲେଖିପାରେ। ବର୍ତ୍ତମାନ ଏହି ଏକ୍ସପ୍ରେସନ୍ ସରଳୀକୃତ ହୋଇପାରିବ। ମୁଁ ପୁଣି ଥରେ ଏଠାରେ ଏକ ଦ୍ୱୈପାକ୍ଷିକ ଆନୁମାନିକ ବ୍ୟବହାର କରିବାକୁ ଯାଉଛି। ଆମ ପାଇଁ ବର୍ତ୍ତମାନ ଓ ଏସ ଏକ୍ସପ୍ରେସନ୍ ଅଛି ଆଇ ଏବଂ ଆପଣ ଜାଣିବାକୁ ଏକ ସମାନ ଗଣନା କରିପାରିବେ ଏସ କ୍ୟୁ। ତେଣୁ ମୁଁ ଫଳାଫଳକୁ ସିଧାସଳଖ ଲେଖିବା ପାଇଁ ତାହା କରିବି ନାହିଁ, କିନ୍ତୁ ଏହାର ଯଥାର୍ଥ ସିଧା ଆଗକୁ କେବଳ ରେସିପି ଅନୁସରଣ କରନ୍ତୁ ଯାହାକୁ ଆମେ ବର୍ତ୍ତମାନ ଅନୁକୂଳ କରିଛୁ। ତେଣୁ ମୋ ପାଖରେ ଓ ଏସ ଏବଂ ଏସ କ୍ୟୁ ଅପ୍ଟିକାଲ ପାଥଲେନ୍ଥ ଲମ୍ବ ହେବ। ତେଣୁ ପାଥଲେନ୍ଥ ଓ ଏସ ଯେପରି ଆପଣ ଦେଖିପାରିବେ ଏକ ମାଧ୍ୟମରେ ଘଟିଥାଏ ଯେଉଁଠାରେ ରିଫ୍ରାକ୍ଟିଭ୍ ଇଣ୍ଡେକ୍ସ ସମୂହ 1 ଏବଂ ପାଥଲେନ୍ଥ ଏସ କ୍ୟୁ ଏକ ମାଧ୍ୟମ ମଧ୍ୟରେ ହୋଇଥାଏ ଯେଉଁଠାରେ ରିଫ୍ରାକ୍ଟିଭ୍ ଇଣ୍ଡେକ୍ସ 2ଟି। ବର୍ତ୍ତମାନ ମୁଁ ସମସ୍ତ ସର୍ତ୍ତାବଳୀକୁ ଏକତ୍ର କରି ସଂଗ୍ରହ କରିଛି ଏବଂ ଅପ୍ଟିକାଲ ପାଥଲେନ୍ଥ ଏଲ ପାଇଁ ଏହା ହେଉଛି ମୋର ଏକ୍ସପ୍ରେସନ୍। ତେଣୁ ମୁଁ ବର୍ତ୍ତମାନ ଡି ଏଲ ଦ୍ୱାରା ଡି ଏଲ ଖୋଜିବାକୁ ଚାହୁଁଛି ଡି ଥିଟା ଏବଂ ଏହାକୁ ଶୂନ୍ୟ ସହିତ ସମାନ କର। ଆର ହେଉଛି କର୍ଭେଚର କ୍ୟାପିଟାଲ ର ରେଡିୟସ୍। ତେଣୁ ଏହା ଶୂନ୍ୟ ସହିତ ସମାନ ନୁହେଁ। ତେବେ ଶୂନ୍ୟ ହୋଇପାରେ କିମ୍ବା କେବଳ ଏହି ଦୁଇଟି ଜିନିଷ ହୋଇପାରେ। ଗୋଟିଏ ସମ୍ଭବ ଯେ ଥିଟା ଶୂନ୍ୟ ହୋଇପାରେ କିମ୍ବା ବର୍ଗ ବ୍ରାକେଟ ମଧ୍ୟରେ ଏହି ସମଗ୍ର ଏକ୍ସପ୍ରେସନ୍ ଯାହା ଶୂନ୍ୟ ହୋଇପାରେ। ତେଣୁ ଶୂନ୍ୟ ସହିତ ସମାନ ଥିଟା ମୋତେ ଏକ ଷ୍ଟ୍ରେଟ୍ ଲାଇନ୍ ପାଥ ଏବଂ ଜୋନ୍ ଏକ ଷ୍ଟ୍ରେଟ୍ ଲାଇନ୍ ପାଥ ଦେଇଥାଏ। ବର୍ତ୍ତମାନ ଅନ୍ୟ ଉପାୟ ଯାହା ଡି ଏଲ ଦ୍ୱାରା ଡି ଥିଟା ଶୂନ୍ୟ ହୋଇପାରେ ଯେତେବେଳେ ବର୍ଗ ବ୍ରାକେଟ ମଧ୍ୟରେ ଏହି କ୍ୱାଣ୍ଟିଟି ଶୂନ୍ୟ କଣ୍ଡିସନରୁ ଆମେ ଯାହା ପାଇଛୁ ଯାହା ଡି ଏଲ ବାଇ ଡି ଟି ଟି ଏ ଶୂନ୍ୟ ସହିତ ସମାନ ହେବା ଉଚିତ। ଯଦି ମୁଁ ଏହି ପି ଆଇକୁ କିଛି ପାଇ 0 ଭାବରେ ଡିଜାଇନ୍ କରେ ସେହି କ୍ଷେତ୍ରରେ ପିର ବିନ୍ଦୁରୁ ପ୍ରତିଛବିର ଆର ଦୂରତା ଯାହା ଏହି ସମୀକରଣ ମୋତେ କହିଥାଏ ଯେ ଅନେକ ସମ୍ଭାବ୍ୟ ପଥ ଅନୁମତିପ୍ରାପ୍ତ। ତେଣୁ ଏଠାରେ କଥାଟି ହେଉଛି ଓ ଏସ ଏଲ ର ଯେକୌଣସି ଟାଇପ୍ର ପଥ ନିଶ୍ଚିତ ଭାବରେ ପ୍ରଦାନ କରାଯାଇଥାଏ। ମୁଁ ପ୍ରତିଛବିର ଦୂରତାକୁ ବାଇ ଶୂନ୍ୟ ସହିତ ବାଇ ଚିହ୍ନଟ କରେ। ତେଣୁ ସାଧାରଣତଃ ଏହି ପ୍ରକାରର ସମୀକରଣ କିଛି ସମ୍ମିଳନୀକୁ ଅନୁସରଣ କରେ। ଯଦି ଆପଣ ଏଠାରେ ଥିବା ଏହି ଚିତ୍ରକୁ ଫେରି ଯାଆନ୍ତି ପିର ବାମ ପାର୍ଶ୍ୱରେ ଥିବା ଦୂରତା ସାଧାରଣତଃ ଏକ ନକାରାତ୍ମକ ସଂକେତ ନେଇଥାଏ ଏବଂ ପି ପଏଣ୍ଟ ପି ର ଡାହାଣ ପାର୍ଶ୍ୱରେ ଥିବା ଦୂରତା ଏକ ସକାରାତ୍ମକ ସଂକେତ ନେଇଥାଏ। ତେଣୁ ଯଦି ମୁଁ ପ୍ରକୃତରେ ଏହି ସମ୍ମିଳନୀକୁ ଏଠାରେ ପ୍ରୟୋଗ କର ଏହି ସମୀକରଣ ପୁନର୍ଲିଖିତ ହୋଇପାରେ ଯେପରି ତୁମେ ପୁଣି ଥରେ ମନେ ପକାଇବ ଯେ ଏହା କେବଳ ଲେନ୍ସର ଶକ୍ତି ସହିତ ସମାନ। ତେଣୁ ମୁଁ ବର୍ତ୍ତମାନ ଚିତ୍ରକୁ ସାମାନ୍ୟ ଭିନ୍ନ ଭାବରେ ଚିତ୍ରିତ କରିଛି ଯାହା ଫଳରେ ଆମେ ପ୍ରତିଫଳନର ସ୍ନେଲ୍ସ ନିୟମ ବ୍ୟବହାର କରି ସମାନ ଫଳାଫଳ ହାସଲ କରିପାରିବା। ତେଣୁ ସେଠାରେ ଏକ ବିମ୍ ଅଛି ଯାହା ପଏଣ୍ଟ ଓ ଏସ କୁହାଯାଏ ଏବଂ ରିଫ୍ରାକ୍ଟ ହୋଇଯାଏ ଏବଂ ସମ୍ଭବତଃ ଆଇ ପଏଣ୍ଟରେ ଏକତ୍ର ହୋଇଯାଏ। ସେଠାରେ ବିଭିନ୍ନ କୋଣଗୁଡ଼ିକ ଆଲଫା 1 ଆଲଫା 2ଟି ବିଟା ଏବଂ ସେଠାରେ ମଧ୍ୟ ଏହି ପରପେଣ୍ଡିକୁଲାର ଅଛି ଯାହା ଉଚ୍ଚତା ଏଚ 1। ତେଣୁ ଏହି ତିନୋଟି ଦୂରତା ଏକ୍ସ ଆମ ପାଇଁ କଣ ଆଗ୍ରହୀ ଯାହା ପଏଣ୍ଟ ପି 2 ଓ ରୁ ଦୂରତା ଏବଂ ପି ରୁ ଆଇ ର ଦୂରତା ଯାହାକୁ ପାଇ କୁହାଯାଏ ଏବଂ ତାପରେ କର୍ଭେଚର ରେଡିୟସ୍ ଯାହା ଏହି ଡାଇଗ୍ରାମରେ ପି ସି ଅଟେ। ଠାରେ
ରିଫ୍ରାକ୍ସନ୍ ବିନ୍ଦୁ। ମୁଁ ଏହି ଟାଇପ୍ର ଏକ ସମୀକରଣ ଲେଖିବାକୁ ସକ୍ଷମ ହେବା ଉଚିତ। ଏହା କେବଳ ରିଫ୍ରାକ୍ସନ୍ ଆଇନର ଏକ ଷ୍ଟେଟମେଣ୍ଟ। ମୁଁ ଅନୁମାନ କରିବାକୁ ଯାଉଛି ଯେ ଫାଇ 1 ଏବଂ ଫାଇ 2ଟି ଛୋଟ ଅଟେ ଯେଉଁ କ୍ଷେତ୍ରରେ। ତେଣୁ ଏହାକୁ ପାରାଖିଆଲ ଆନୁମାନିକତା କୁହାଯାଏ। ତେଣୁ ଏହି ରେଖା ଯାହା ସି ରୁ ଏସକୁ ଯାଏ, ଏସରେ ବିନ୍ଦୁରେ ବକ୍ର ପୃଷ୍ଠକୁ ସ୍ୱାଭାବିକ। ତେଣୁ ଏହା ଏକ ଫାଏ 1 ହେବ ଏବଂ ସମାନ ଭାବରେ ଏହା ମୋର ଫାଏ 2 ହେବା ଉଚିତ। ତେଣୁ ଯଦି ମୁଁ ଦେଖେ ଏହି ଟ୍ରାଙ୍ଗେଲ୍ ଓ ଏସି ସମ୍ କୋଣଗୁଡ଼ିକର ସମଷ୍ଟି 180 ଡିଗ୍ରୀ ହେବା ଉଚିତ। ଏହି ସମୀକରଣ ନିମ୍ନ ଫାଇ 1କୁ ସରଳ କରିବ ଏବଂ ଆଲଫା 1 ପ୍ଲସ୍ ବିଟା ସହିତ ସମାନ। ବର୍ତ୍ତମାନ ତିନୋଟି ଟ୍ରାଙ୍ଗେଲ୍ ଏସିଆଇ ସମ୍ବନ୍ଧ ଦେଖିବା। ଏହା ମୋତେ 180 ଡିଗ୍ରୀ ଫାଇ 2 ପାଇଁ ଏକ ଏକ୍ସପ୍ରେସନ୍ ଦେବ ଯାହା ବିଟା ମାଇନସ୍ ଆଲଫା 2 ହେବ। ନିଜକୁ ମନେ ରଖନ୍ତୁ ଯେ ଆମେ ଏକ ଆନୁମାନିକତାକୁ ଦେଖୁଛୁ ଯେଉଁଠାରେ ଏହି ସବୁ କୋଣଗୁଡ଼ିକ ବହୁତ ଛୋଟ ଅଟେ ଯେଉଁଥିରେ ସାଇନ ଫାଇ 1କୁ ପ୍ରାୟ 10ଟି ଆଲଫା 1 ପ୍ଲସ୍ ଟ୍ୟାନ୍ ବିଟା ଭାବରେ ଲେଖାଯାଇପାରିବ। ତେଣୁ ତୁମେ କେବଳ ସାଇନ ଏ ପ୍ଲସ୍ ବି ବିସ୍ତାର କର ଏବଂ କ୍ରମାଗତ ଭାବରେ ପ୍ରୟୋଗ କର ଯେ ସମସ୍ତ କୋଣଗୁଡ଼ିକ ଯଥେଷ୍ଟ ଛୋଟ ଏବଂ ତାପରେ ପ୍ରତ୍ୟେକ ଥର ତୁମର ଥିଟା ସାଇନ ଥଲେ ତୁମେ ଏହାକୁ ଟ୍ୟାନ ଥିଟା ଦ୍ୱାରା ବଦଳାଇ ପାରିବ। ପୁନର୍ବାର ତାହା ମନେ ରଖ ଆମେ ସ୍ମଲ୍ ଆଙ୍ଗଲ୍ ଆପ୍ରୋକ୍ସିମେସନରେ କାର୍ଯ୍ୟ କରୁଛୁ ଯେଉଁଥିରେ ଏହି ଦୂରତା ପି ଡି ଏତେ ଛୋଟ ଯେ ଆମେ ଦୂରତାକୁ ଅଣଦେଖା କରିପାରିବା ଏବଂ ଏହି ଦୂରତାକୁ ଓ ଏବଂ ଡି ଦୂରତା ଏସ ନିଜେ କରିବା ପାଇଁ ନେଇପାରିବା। ତେଣୁ ପି ଡି ଛୋଟ ନେବା ପୁନର୍ବାର ଥିନେନ୍ସ ଆପ୍ରୋକ୍ସିମେସନ୍ ପି ଏବଂ ଡି ସହିତ ସମାନ ଅଟେ ଯାହାକୁ ଆମେ ଛୋଟକୁ ଅଣଦେଖା କରିପାରିବା। ପାର୍ଥକ୍ୟ ଏବଂ ପି ଏବଂ ସି ମଧ୍ୟରେ ଥିବା ଦୂରତାକୁ ନିଜେ ଆର କରିବା ପାଇଁ ନିଅ। ବର୍ତ୍ତମାନ ସେମ୍ ଟୋକନ୍ ଦ୍ୱାରା ମୁଁ ସାଇନ ଫାଇ 2ଟି ପାଇଁ ଏକ୍ସପ୍ରେସନ୍ସ ଲେଖିପାରେ ଯାହା ଟ୍ୟାନ୍ ବିଟା ମାଇନସ୍ ଟ୍ୟାନ୍ ଆଲଫା 1 ହେବ। ବର୍ତ୍ତମାନ ମୋର ସାଇନ ଫାଇ 1 ଏବଂ ସାଇନ ଫାଇ 2 ପାଇଁ ଏକ୍ସପ୍ରେସନ୍ସ ଅଛି। ମୁଁ ଏହି ସମୀକରଣରେ ସବଷ୍ଟିଟ୍ୟୁଟ୍ ଆବଶ୍ୟକ କରେ। ଏହା ହେଉଛି ଏକ୍ସପ୍ରେସନ୍ ଯାହା ମୁଁ ପାଇଥାଏ ଯେତେବେଳେ ମୁଁ ଏହି ସମୀକରଣରେ ପୁନଃପ୍ରତିସ୍ଥାପନ କରେ ଯାହା ପ୍ରତ୍ୟାହାରର ନିୟମ ବର୍ତ୍ତମାନ ଦ୍ୱାରା। କେବଳ ଏହି ସମୀକରଣକୁ ପୁନଃ ସଜାନ୍ତୁ। ମୁଁ ଏହାକୁ ଅଧିକ ପରାମର୍ଶଦାୟକ ଫର୍ମରେ ଲେଖିପାରେ। ତେଣୁ ଏହା ହେଉଛି ଅନ୍ତିମ ଫଳାଫଳ କିନ୍ତୁ ମୁଁ ଏହାକୁ ଏକ ଫର୍ମରେ ରଖିବା ଯାହା ଆମ ପାଇଁ ଉପଯୋଗୀ। ଏହି ଦୂରତାକୁ ୟୁକୁ ଏକ୍ସ ବୋଲି କହିବା କିନ୍ତୁ ମନେ ରଖନ୍ତୁ ଯେ ପିର ବାମ ପାର୍ଶ୍ୱରେ ଥିବା ଯେକୌଣସି ଦୂରତା ଏକ ନକାରାତ୍ମକ ସଂକେତ ପାଇବାକୁ ଯାଉଛି। ତେଣୁ ତୁମେ ମାଇନସ୍ ଏକ୍ସ ହେବ ଏବଂ ଆମେ ପାଇ ହେବୁ। ତେଣୁ ଏହା ଠିକ୍ ଫଳାଫଳ ଯାହା ଆମେ ପୂର୍ବରୁ ପାଇଥିଲୁ। ତେଣୁ ଆମେ ଏହାକୁ ଦୁଇଟି ଭିନ୍ନ ପଦ୍ଧତି ଦ୍ୱାରା ପାଇଲୁ। ଗୋଟିଏ ହେଉଛି ପ୍ରକୃତରେ ନୀତି ପ୍ରୟୋଗ କରି ଏବଂ ଅନ୍ୟଟି ପ୍ରତ୍ୟାହାରର ନିୟମ ବ୍ୟବହାର କରି। ଏହା ଆଶ୍ଚର୍ଯ୍ୟଜନକ ନୁହେଁ କାରଣ କେବଳ ରିଫ୍ରାକ୍ସନ୍ ଲ ଫର୍ମାଟ୍ସ ନୀତି ବ୍ୟବହାର କରି ପ୍ରାପ୍ତ ହେଲା। ତେଣୁ ଏହା ଦେଖାଯାଉଛି ଯେ ଆମ ପାଇଁ ସବୁକିଛି ଅଛି ଏବଂ ରାଇଟ୍ ହ୍ୟାଣ୍ଡ ସାଇଡ୍ ଥିବା କ୍ୱାଣ୍ଟିଟି ମୁଁ 2 ମାଇନସ୍ ମୁଁ 1କୁ ଆର ଦ୍ୱାରା ବିଭକ୍ତ ପୁନର୍ବାର ପାୱାର ଆର ପି ସହିତ ସମାନ ଯାହା ଲେନ୍ସର ଶକ୍ତି ଅଟେ। ତୁମର ହାଲୁକା ବିମ୍ ଗୋଟିଏ ମାଧ୍ୟମରୁ ଅନ୍ୟ ମାଧ୍ୟମକୁ ଯାଉଛି ଯାହାକି ରିଫ୍ରାକ୍ଟିଭ୍ ସୂଚକାଙ୍କ ମୁଁ 1 ଏବଂ ମୁଁ 2 ଦ୍ୱାରା ବର୍ଣ୍ଣିତ। ତେଣୁ ଆମ ଡିନୋମିନେଟରରେ ମୁଁ 2 ମାଇନସ୍ ମୁଁ 1 ଅଛି ଏବଂ ମୁଁ ମାଇନସ୍ 1 ବଦଳରେ ଯାହା ଆମେ ପୂର୍ବରୁ କରିଥିଲୁ। ପରବର୍ତ୍ତୀ ଲେକ୍ଚରରେ ପତଳା ଦୀର୍ଘ ପାଇଁ ଏକ ସମୀକରଣ ପାଇବା ପାଇଁ ଏହି ସମସ୍ତ ଫଳାଫଳକୁ ଏକାଠି ଚେଷ୍ଟା କରିବ।